ବୃନ୍ଦାବତୀ ମା ମତେ ଘଣ୍ଟ ଘୋଡେଇ ରଖିଥାଲ ମା। ମା ତୁ କାଳେ ଭାବୁଥିବୁ ତୋ ପୁଅ ଖାଲି ଧୂପ କାଠିଟା ବୁଲଉଛି ଆଉ କାହିଁ ନଡିଆ କଦଳୀ ଦେଲାନି। ନଡିଆ କଦଳୀ ସବୁବେଳେ ମୁଁ ବାକିରେ ଆଣିକି ତୋର ଭୋଗରାଗ କରେ। ଆଜି ସେ ବାକି ପଇସା ମାଗିଲା ମତେ ଫେରେଇ ଦଉଥିଲା ଦୟା କରିକିରି ଏ ଧୂପ କାଠିଟି ଦେଇଦେଲା। ସେଇଥିରେ ବୁଲୁଛୁ ମା ମୋର ଗୋଟିଏ ଦୁଃଖ ରହିଗଲା ତୁ ଜଗତର କଥା ବୁଝୁଛୁ ତୁ କେମିତି ମୋ କଥା ବୁଝୁନୁ ବୁଝିଲୁ ମା। ତୁ ତ ଯାହା ମୋ ଉପରେ ଦୟା କରୁଛୁ ଛାଡେ ମୁଁ ମନ ଦୁଃଖ କରୁନି। ମୋ ପୁଅ ପ୍ରତି ଟିକେ ଦୟା କର ତାକୁ ଟିକେ ଘଣ୍ଟ ଘୋଡେଇ ରଖିକିରି କୋଉଠି ନା କୋଉଠି ଗୋଟେ ତାକୁ କୂଳରେ ଲଗେଇଦେ ମାନେ ତାକୁ ଚାକିରି କରେଇଦେ। ଗୋଟିଏ କଥା ତୁ ଜାଣିଛୁ ମୁଁ ଜାଣିଛି ଗୁପ୍ତ ଧନଟା ତୋରି ପଛପଟେ ଅଛି। ସେ ଟୋକାକୁ ଜମା ଜଣେଇବୁନି ମା। ଯେମିତି ସେ ଆସିବ ତାକୁ ଟିକେ କେଞ୍ଚା କେଞ୍ଚି କରି ତୋ ମାୟାର ମୋଷ୍ଟ କରି ତାକୁ ବିଦା କର। ନହେଲେ ସେ ଜାଣିଲେ ମତେ ପୁରା କୋଳ କରିଦବ ସବୁ ସେ ଧରା ପକେଇଦବ। ରହିଲି ବାଲୋ ମା ବୃନ୍ଦାବତୀ ମା। ମୁଁ ଯାଉଛି ପ୍ଲିଜ ଟିକେ ମୋରି ଉପରେ ଟିକେ ଦୟା କରତୁ ମା। ଆମେ ଚାହିଁଲେ ଯିଏ ବି ହେଲେ ଘଟଣା ଘଟିବ। ପଟେଇ ଜାଣିଲେ ପାଟି ଝିଅଟା ପଟିବ। ଏଇଟା ତମ ଘର? ଆଉ କଣ ଆମେ କଣ ଭଡା ରହୁଛୁ ନା କଣ? ଆମ ବାପା ମାଷ୍ଟର ଆମର କୋଟି କୋଟି ଟଙ୍କା ଭୁବନେଶ୍ୱରରେ ଅଚଳ ଆଚଳ ସମ୍ପତ୍ତି। ତମେ ପଳେଇବ କୋଉଠି କଲ ଜୟଦେବ ବିହାର ଯୋଉ ଟ୍ରାଫିକ ଟା ଆମର ଅଛି ଏ ଟ୍ରାଫିକ ପାଖରୁ ଗଣି ଗଣିକା ଯିବ ତ୍ରିଶୁଳିଆ ପର୍ଯ୍ୟନ୍ତ ଯେତେକ ଘର ଦେଖିବ ସବୁ ଆମର ମୋ ବାପାଙ୍କର। ଖୁସି ତ? ବହୁତ ଖୁସି। ଶୁଣ ମୋ ବାପା ଯେତେବେଳେ ରିଟାୟାର୍ଡ ହେଲେ 12 କୋଟି ଟଙ୍କା ପାଇଲେ। 12 କୋଟିରୁ ମୁଁ ଗୋଟିଏ କୋଟି ଟଙ୍କା ଖର୍ଚ୍ଚ ବାର୍ଚ୍ଚ କରିଛି। ଆଉ ମୋ ବୋଉ ରଖିଛି 8 କୋଟି। କେତେ ଗଲା? 9 କୋଟି ହେଇଗଲା। ଆଉ ରହିଲା 3 କୋଟି। 3 କୋଟି ଯୋଉ ରହିଛି ମୋ ବାପା ତାକୁ ଲୁଚେଇକି ରଖିଛନ୍ତି। ମୁଁ ତମକୁ ସେ 3 କୋଟି ଟଙ୍କା ଦେବି। ଖୁସି ତ? ମତେ ଦବ 2 କୋଟି? 3 କୋଟି ଆରେ 2 କୋଟି ନୁହଁ 3 କୋଟି ଦେବି। ବୁଝିଲ ଧନ? ମୁଁ ତମକୁ ୟା ଭିତରେ ଗୋଟେ ମାଲେସିଆ ଦେଖିକି ବୁଲେଇ। ନାଇଁ ମୋର ଗୋଟେ ଡ୍ରିମ୍ ଅଛି। କଣ? ମୋର ଗୋଟେ ଡ୍ରିମ୍ ଅଛି ମୁଁ କଲମ୍ବିଆ ଯିବି। କଲମ୍ବିଆ ନାମ୍ବିଆ ଜାମ୍ବିଆ ସବୁ ରହିଲା ତା ଉପରେ। ଠିକ ଅଛି ତମେ ଟେନସନ ନିଅନି ମୁଁ ସବୁ ତମର ଡ୍ରିମ୍ ଫୁଲଫିଲ କରିବି। କାହିଁକିନା ଏକମାତ୍ର ବୟଫ୍ରେଣ୍ଡ କାଦୁଆ ତମେ ମୋ ଗର୍ଲଫ୍ରେଣ୍ଡ। ମୁଁ ତମକୁ ଦେବିନି ଇଏ ଛାଡ ସେ କଥା। ବୋଉ କୁଆଡେ ଗଲା ମୁଁ ଦେଖେ। ବୋଉ 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 ଆସି ହେଇଲୋ ମୋ ଧନ ଆସିଲାଣି। ଆଲୋ ମାଲୋ ଧନର ମୁହଁଟା କଣ ଶୁଖି ଯାଇଛି? ଆରେ ପୁଅ ଏ ଝୁଟା କିରେ? ମାଉସୀ ନମସ୍କାର। ବୁଢୀ ଦେଇଛ ବୁଢୀ ଇଏ ବୋଉ ବାପା ଘରେ ନାହାନ୍ତି କି? ହଁ ତୋ ବାପା ଘରେ ଅଛି। ମଉସା ନମସ୍କାର ନମସ୍କାର। ଅଛନ୍ତି। ଦେଖିଲ ଦେଖ କେତେ ଶାନ୍ତ ସରଳ କେତେ ନମ୍ର ଝିଅଟା ସେ। ମାନେ ମତେ ଯାହା ଲାଗୁଛି ମାଛିକି ମ ସେ କହୁନଥିବ। ଦେଖେ ଦେଖେ ଶିଖି ମୂର୍ଖ ତୋର ଯଦି ଜୀବନରେ କିଛି ଶିଖିବାର ଅଛି ତାଠୁ ଶିଖ। ଆଚ୍ଛା ମା ତୋ ନାଁ କଣ? ମୋ ନା ଝାଟିଆଣି ରାଉତ। ବୁଝିଲା ନାଣ୍ଡି ଝାଟିଆଣି ରାଉତ। ଝାଟିଆଣି ରାଉତ ସଂଗ୍ରାମ ମାଇପ ନେବା ଝାଟିଆଣି ରାଉତ। ହଁ କେତେ ଲୋକ ଆଉ ବନା ଯେମିତି ଲକ୍ଷ ଦିକ ଲୋକ। ବୁଝିଲ ନାଣ୍ଡି ନାଟା ଯେମିତି ଛୁଞ୍ଚି ପରିକା ମୁହଁ ସେମିତି। ଏମିତି କଥା ହଉଥିବ ନା ଝିଅଟାକୁ ଭିତରକୁ ଡାକିବ ବା। ଦେଖିଲ ତମେ ମୋର ମନେ ପକେଇଦବ ନା ଆଉ। ମା ଘର ଭିତରେ ଯା ଘର ଭିତରେ ଯା। ଏ କାଦୁଆ ତୁ କୁଆଡେ? କୁଆଡେ ଚାଲିଛୁ? ମୁଁ ତାଙ୍କୁ କହିଲି ଯିବାକୁ ତତେ କହିଛି ଯିବାକୁ। ବାପା ମତେ ଭାରି ଭୋକ ହେଲାଣି। ଭୋକ ହେଲାଣି ପୋକ ଚୋକ ଯାଇ ଖାଇଦଉନୁ। ମୁଁ ପଇସା ରଖିଥିଲି ପ୍ୟାଣ୍ଟ ପକେଟରେ ତାକୁ ନେଲା କିଏ? ମୁଁ କେମିତି କହିବି? ଆଉ ଗାଁ ବାଲାଙ୍କୁ ପଚାରିବି ନା ତୁ ପଇସା ନବୁ। ମୁଁ ଗାଁ ବାଲାକୁ ପଚାରିବି ପଇସା କାହିଁ ନେଲୁ? କାହିଁକି? ମତେ ସବୁବେଳେ କାହିଁ କହୁଛ? ବୋଉକୁ କହୁନା। ବୋଉକୁ କାହିଁ କହିବି? ତୁ ତ ପଇସା ନେଇଛୁ ମୁଁ ଜାଣିଛି। ବୋଉ କାହିଁ କହିବି? ବୋଉ କେବେ ତୋରି ଭଳିଆ ଚୋର ନୁହଁ ବୁଝିଲୁ। ଏଇ ଅନେଇଲୁ
ଏଇଠି ବସ୍ ଉଠୁ 50 ଥର ହବ ତାପରେ ଘର ଭିତରୁ ବାପା କଥା ତ ମାନେ ମତେ ଲାଗିଲା ଯେ ଆହୁରି ବେଶୀ କିଛି ହଇରାଣ ହବାକୁ ବାପା କଥା ବାଦିଆଟା ଭଲ। କଣ ଭାବୁଛୁ? ନାଇଁ ମୁଁ କହିଲି ବାପା ମୋର ଆପଣ ବାପା ତେଣୁକରି ବାପାଙ୍କ କଥାଟା ମାନିବା ଶିର ଧାର୍ଯ୍ୟ। ବାସ୍ ବସ୍ ଉଠ ମୁଁ ଗଣୁଛି 1 ଏମିତି ହଉଦା ବାପା ଶୋଇଲା ଏକାଥର 50 3 ଥର ହଉ 50 ଆଉ ମତେ କଣ ଭାବୁଛୁ ପାଠ ବୋଲି 36 45 50 ଆଉ 50 ହେଇନି ବାସ୍ ଯା ଘର ଭିତରେ ଯିବି। ଯା ମୋ ବୋଉକୁ କିଛି ଗୋଟେ ପ୍ଲାନିଂ କରିକି ପଇସା ଖସଉଛି ଆମେ ଟିକେ ବୁଲାବୁଲି କରିବାକୁ ଯିବା ହେଲା। ବୁଝିଲା ବୋଉ କଣ କିରେ ପୁଅ? ତୋ ପାଖରେ ଯିଏ ବସିଛି ତାକୁ ଟିକେ ଭଲ କିଣି ଦେଖେ ସେ ସାଧାରଣ ନୁହଁ ଅନାନି ତାଙ୍କର ଗୋଟେ ପୋଖରୀ ଅଛି। କି ପୋଖରୀ କିରେ ବାପା? ଓହୋ ଏମିତି ଗୋଟେ ରହସ୍ୟମୟ ପୋଖରୀ ଅଛି। ସେ ପୋଖରୀରେ ତା ଜେଜ ମାନେ ତା ପିଲା ବେଳେ ଖାଲି ବସ୍ତା ବସ୍ତା ସୁନା ସେ ପୋଖରୀକି ଫୋପାଡେ। ସତରେ? ଆଉ ସେ ପୋଖରୀକି ଯିଏ ଶୁଖେଇ ଦବ ସେ ସୁନା ଗୁଡାକ ତାର। ଆଲୋ ମା ତମେ ଗୋଟେ କାମ କଲେ ହନ୍ତାନି ତୋ ବାପା କହି ସେ ପୋଖରୀଟା ଶୁଖେଇ ଦଉନ ସବୁ ଯାକ ସୁନା ତମରି ହେଇଯାନ୍ତା। ହଁ ବୋଉ ତୋ କଥାଟା ବୁଝିପାରୁନୁ ଆଉ ସେଇଠି ବା ରହିଛି ରହସ୍ୟ। ସେ ପୋଖରୀ ବହୁତ ଗଭୀର ତା ଭିତରୁ ଖାଲି ଏମିତି ଗୋଡ ଯେତେ ପୁରେଇ ଯିବୁ ଫଳ କୂଳ ମିଳିବନି ନା କଣ? ସତରେ? ଆଉ ହଁ ବାବୁ ଆମ ଗାଁରେ ଗୋଟେ ବୁଢାଟେ ସେ ସୁନା ଲୋଭରେ ପୋଖରୀକି ଡେଇଁ ପଇଲା ହେଲେ ଆଜି ପର୍ଯ୍ୟନ୍ତ ତାର ହାଡ ଗୋଡ କିଛି ମିଳିଲାନି ଗୋଟେ ବାଳଟେ ବି ମିଳିଲାନି। ସତରେ ନା କଣ ବା? ଆଉ ଗୋଟେ କଥା ଜାଣିଛ ନା ବୋଉ ଆମ ଗାଁ ଲୋକ 7 ଦିନ କାଳ ଖୋଜିଲେ ହେଲେ ବି ସେ ଲୋକଟା ପାଇଲେନି ରାତି ଦିନ 1 କରିଦେଲେ। ଇଏ ବୋଉ ମାନେ ମୁଁ ବା ନିଜେ ଥିଲି ଅନାନି ସେଦିନ କରେଣ୍ଟ ପଡି ଯାଇଥାଏ ଲୋକ ଟର୍ଚ ନେଇକି ଖୋଜୁଛନ୍ତି ନା ଲଣ୍ଠନ ତ ଆମେ ଆଗରୁ ଜାଣୁଥିଲେ ସେ ଲଣ୍ଠନ ଲଗେଇକି ଖୋଜୁଛନ୍ତି କାଳେ କୋଉଠି ଲୁଚି ଯାଇଥିବ କଣ ପାଖରେ କାହିଁକି ନା ସୁନା ଲୁଭ ନା ସୁନା ଲୁଭ ବୁଝିଲା ବୋଉ। ତୁ ଯଦି ଖାଲି ଟଙ୍କା 30,000 କି 40,000 ଦେଇ ଦିଅନ୍ତୁ ସେ ପୋଖରୀ ମୁଁ ଛାଡି ଦିଅନ୍ତି ଯାହା ସୁନା ବାହାରନ୍ତା ସବୁ ତୋର ମୁଁ ଅଳ୍ପ କିଛି ନେବି ବୁଝିଲୁ ନା। ଆଉ ତୁ ସେ ସୁନା ଗୁଡାକ ତ ଖାଲି ଦାଢି ହାର ଚିକ ହାର ନାଇଁ କି କେତେ କଣ କରିବୁ ଭଗବାନ ତୁ ଯେତେବେଳେ ଦାଣ୍ଡର ଚାଲିବୁ ଲୋକ ଏମିତି ତତେ ଖାଲି ଅନେଇବେ ଏମିତି ଅନେଇବେ ତୁ ଖାଲି ଫରଫର ହେଇକି ମୋ ବୋଉ ଚାଲିବ ନା କଣ ବୋଉ ବୋଲି ଭାରି ଖୁସି ଲାଗିବ। ଆଉ 30-40,000 ଟଙ୍କା ବେଶୀ ନୁହଁ ୟା ବାପା ଦେଇଦିଅନ୍ତେ ଯେ ୟା ବାପା ବା ଏଇ ମଝିରେ ତା ବହୁତ ଦେହଟା ଖରାପ ହେଇଗଲା ତ ସେ ଗୁଡାଏ ପଇସା ଖର୍ଚ୍ଚ ହେଇଗଲା ୟା ବାପା ଆଉ ଦେଇଦେଲେ ନହେଲେ ୟାଙ୍କର କଣ କମ ସମ୍ପତ୍ତି ଖାଲି କୋଟି ଟଙ୍କା ସେଇ ପୋଖରୀ ଭିତରେ ଅଛି। ବୋଉ ତୁ ଏଠି ସେଇ 30-40,000 ଟଙ୍କା ଦିଅନ୍ତୁ ମୁଁ ସବୁ ଆଣିକି ଟପେଇ ଦେବି। ଆରେ ପୁଅ ତୁ ସତ କହୁଛୁ ତ? ଆଉ ମୁଁ କଣ ମିଛ କହୁଛି ନା କଣ ମୁଁ ବୋଉ ଆଣି ତତେ ସବୁ ଆଣିକି ଦେବି। ହଉ ମୁଁ ତ ବାପାଙ୍କୁ ପଚାରିକି କହିବି ହେଲା। ହଉ ଠିକ ଯେ ତୁ ବାପାକୁ କହିବୁନି କାହିଁକି କହିଲୁ ବାପା ନହେଲେ ସେ ସୁନା ଉପରେ ଆଖି ପକେଇବ ବୁଝିଲୁ ନା ମୁଁ ତତେ ସବୁ ଆଣିକି ଦେବି ହେଲା। ହଉ ଠିକ ଅଛି ତୁ ବସ ମୁଁ ଯାଉଛି ବାପା ପଲଙ୍କ ତଳେ ପଇସା ରଖିଥିଲି ମୁଁ ତୋ ପାଇଁ ନେଇକି ଆସୁଛି ହେଲା। ଯାହା ହଉ ସବୁ ଯାକ ସୁନା ମତେ ମିଳିଯିବ ମୁଁ ଯାଉଛି ପଇସାଟା ନେଇକି ଆସିବି। ପଇସା ପାଇଗଲେ ଆମେ ବୁଲିବାକୁ ପଳେଇବା ମୁଁ ଭାବୁଛି କୋଣାର୍କ ପଳେଇବା ଚନ୍ଦ୍ରଭାଗାରେ ଟିକେ ବେଳାଭୂମିରେ ବସିବା ଆଉ ରାତିର 2 ଘଣ୍ଟା ଖଣ୍ଡେ ଓଏର ରହିବା ହେଲା ତାପରେ ଆସିବା ନା କଣ କଣ? ଆରେ ପୁଅ ନେ ତୁ 30,000 ମାଗୁଥିଲୁ ମତେ 50,000 ଦେଇଛି ହେଲେ ସବୁ ଯାକ ସୁନା ଆଣିକି ଆମ ଘରକୁ ନେଇକି ପଳେଇ ଆସିବୁ। କାଇଁ ବହୁତ ଟେନସନ ହଉଛି କହିଲୁ ସବୁ ଯାକ ତୋର ତୁ ପିନ୍ଧିବୁ ଦାଣ୍ଡରେ ଖାଲି ଘିରି ହେଇ ବୁଲିବୁ ହେଲା। ବୋଉ ଆସୁଛି ହଁ ଦେଖିକି ଯିବ ହେଲା। ହଁ ହଉ ଯା। ଓହୋ ଖାଲି ସୁନାଟା ମୋ ହାବୁଡେ ପଡିଯାଉ ତାପରେ ଏଇ ଗାଁ ମାଇପଙ୍କୁ ଦେଖେଇବି ଗୋଟେ 30 କିଲୋର ଗୋଟେ ସୁନା ରାଣୀ ହାରଟେ କରିକି ଗାଁ ମାଇପଙ୍କ ଆଗରେ ଖାଲି ଯୋଉ ଗୀତଟା ବାହାରିଛି କଣ ସେଟା ମୁଁ ଯାଇଥିଲି କଟକ ସେଇ ଗୀତ ବଜେଇକି ଖାଲି ଥେଇ ନାଚିବି ଖାଲି ଲୁଗା କାନିକି ଖାଲି ଉଡେଇ ନାଚିବି ସୁନାଟା ଖାଲି ଆସିଯାଉ ହେଲା।
ଏମିତି କଣ ହଉଛି କିରେ? ବୁଝିଲୁ ସାଙ୍ଗ ହଁ ମାଲଟା ପୁରା ଜବରଦସ୍ତ ପୁରା ଚୋଖା ହେଇଛି। ରସୁଣ ଚାଟିକି ମାର। ସାଙ୍ଗ ସାଙ୍ଗ ରସୁଣ କଣ ଖାଉଛୁ? ଜଲଜିରା ପାଣି ଟିକେ ହେଇଥିଲେ ଭଲ ହେଇଥାନ୍ତା। ତୋ ଯୋଉ ବାଳ କଥାଟା ମତେ ପସନ୍ଦ ନୁହେଁ। କାହିଁକି ଜାଣିଛୁ? କଣ ପାଇଁ? ଶୁଣ ଟଙ୍କାଟା ତ ଦବୁନି, ଖାଲି ବଡ ବଡ କଥା କହିବୁ। ଏ ସାଙ୍ଗ ମୁଁ କଣ ତତେ ଦେଇନି? ଆରେ ତୁ ମତେ ଦେଇଛୁ, ମୋର ମନେ ଅଛି ତୁ ମତେ ଦେଇଛୁ। ମୋର ମନେ ପଡୁଛି 1999 ମସିହା ଯୋଉ ବାତ୍ୟାଟା ଆମର ହେଇଥିଲା, ସେଦିନ ନଈ ବଡି ହେଇଥାଏ ଫୁଲ। ହଠାତ୍ ତୁ ମତେ ଫୋନ କଲୁ, ମୋ ବୁଢା ବା ଚାଲିଗଲା। ଅନ୍ଧାର କିଟିମିଟି ରାସ୍ତା, ଅନ୍ଧାର କିଟିମିଟି ରାତି ବି ହେଇଥାଏ। ତୁ ମତେ କହିଲୁ ସାଙ୍ଗ ଗାଁ ଲୋକଙ୍କୁ ଡାକିଲା ବେଳକୁ ମୋ ବୁଢା ବାକୁ ଉଠିବାକୁ କେହି ଆସୁନାହାନ୍ତି, ତୁ ଆସେ ମୁଁ ତତେ ମାଲଟା ଦେବି। ଗୋଟେ ନେଇ ବି ଦେଇଥିଲୁ। ମୁଁ କଣ ମନା କଲି? ଦେଇଛୁ। ଇଏ ଛାଡ ସେ କଥା, ମାଲ ଟିକେ ଗଡା, ଆଉ ଟିକେ ଗଡା। ଆଉ କଣ ଅଛି? ସବୁ ବା ସରିଯାଇଛି। ଆରେ ଏମିତି କଣ ପିଉଛୁ? କଣ କିଛି ନାହିଁ ବା ତା ଦେହରେ। ଇଏ ଧନ ମାଲ ଟିକେ ମାରିବୁ ନାଇଁ ଧନ, ମୋର ମୁଡ୍ ନାହିଁ। ନା? ମୋ ଧନ ମନା କଲାଣି ମାନେ ମୋର ବି ଆଉ ମୁଡ୍ ନାହିଁ। କାହିଁକି ନା ତାର ଯେତେବେଳେ ମୁଡ୍ ହୁଏ ମୁଁ ସେତେବେଳେ ମୁଡ୍ ନାହିଁ। ତୁ ଜାଣିଥିବୁ ତ, ହଁ ସେଥିରେ କମ୍ପ୍ରମାଇଜ ନାହିଁ ଆମ ଦି ଜଣଙ୍କର, ନା କଣ? ଏ ଯିବା ତାହେଲେ, ଆଉ ଟିକେ ହେଇଥିଲେ ଭଲ ହେଇଥାନ୍ତା। ଆଉ ଆଉ ତ ନାହିଁ, ସରିଗଲାଣି ଆଉ। ସାଙ୍ଗ ଆଉ କଣ ଖବର କହ? ଭଲ ଆଉ। ଆରେ ସାଙ୍ଗ ଦେଖିଲୁ ସେଠି କଣ କରୁଛି? ସାରଙ୍କର ପୁଅ ବୋଧେ। ଏଇ ସାଙ୍ଗ ଆସି ସବୁ ପିଲାଙ୍କୁ ଖରାପ କରିଦବ ଆମ ଗାଁରେ ଆଉ। ଏଇ ସିଏ ତ ଯାହା ହେଲା ହେଲା ଗାଁରେ ସମସ୍ତଙ୍କୁ ନଷ୍ଟ କରିଦଉଛି। ତା ବାପାକୁ କହିବାକୁ ପଡିବ ଆଜି ତାହେଲେ। ଚାଲ ଚାଲ ଆମେ ଏପଟେ କଟିଯିବା, ତା ବାପାଙ୍କୁ କହିଦବା ହେଲା। ଚାଲ ଯିବା। ଚାଲିପାରିବୁ ତୁ ସାଙ୍ଗ? ହଁ ତା ନିଶା ଅଧିକ କଣ ହେଇଗଲାଣି ବୋଧେ ଆଉ। ଆରେ ମତେ ଏଇଠି କଣ ପାଇଁ ଡାକିଥିଲୁ? ଜ୍ଞାନଶାଳାଙ୍କ ପୁଅ ହଁ। ମୋ ଝିଅକୁ ବାଟରେ ଅଟକେଇକି ଇଆଡୁ ସିଆଡୁ କଥା କହୁଥିଲା। ଆରେ ତୁ ବ୍ୟସ୍ତ ହ ନା, ମୁଁ ଯାଇ ତା ବାପା କାନରେ ପକେଇଦେବି ଆଉ। ବାପ ହିସାବରେ ମତେ ଟିକେ ଖରାପ ଲାଗୁଛି, ତୁ ଟିକେ କହିଦେବୁ ଆଉ। ହଉ ଭାଇ ମୁଁ ଭଲରେ କହିଦେବି ଆଉ। କଣ କହିବ କହିଲ? କଣ କହିବ ଏ ମାଇକିନିଆକୁ? ଗୋଟେ ସ୍ୱାମୀ ହିସାବରେ ତାର ଗୋଟେ ଖାତିର ଅଛି। ଗୋଟେ ମାଷ୍ଟ୍ରିଆ ଲୋକ, ଗୋଟେ କିଛି କହୁନି, ଗୋଟେ ମାନ ସମ୍ମାନ, ଗୋଟେ ଇଜ୍ଜତ ବଡ ମୋର ଅଛି। ଛାଡ ଛାଡ, କଣ କରିବି? ତାହା ତ ହେଇପଡିଛି। ଗୋଟେ OLX ରେ ଏକ୍ସଚେଞ୍ଜ ଅଫର ଆସୁନି, ସେଇଟାକୁ ଚେଞ୍ଜ କରିଦିଅନ୍ତି। କିଛି କୋଉ କାମକୁ ନୁହଁ। ମତେ ମୋର ଡାଇବେଟିସ ପେସେଣ୍ଟ, ମୋର ପେଟ କଣ କହିଲା, ଗୋଟେ ଖାଇବା ଚିନ୍ତା କିଛି ନାହିଁ। ନେଲ ସକାଳ ପୁର କିଛି ଖାଇନ, ମୁଢି ଦିଟା ଖାଇଦେଲ। ଆଉ ଫାର୍ଷ୍ଟ କ୍ଲାସ ମୋ ମାଇକ ମାନିବାକୁ ପଡିବ। ଯାହା ହଉ ସ୍ୱାମୀ ଚିନ୍ତାଟା ଅଛି ଆଉ। ଇଏ କଣ ବୁଝିଲ ନାଣ୍ଡି? ଆ ଦେହରେ ଟିକେ କଞ୍ଚା ସୋରିଷ ତେଲ, ଟିକେ ଦେଖିଲ କଞ୍ଚା ପିଆଜ ଦେଇ ଦେଇଛ, ତା ଦେହରେ ଟିକେ ଜିରା, ଟିକେ ଫୁଟଣ, ଟିକେ ଅଦା, ଟିକେ କଞ୍ଚା ଲଙ୍କା, ଏଗୁଡା ସବୁ ଟିକେ ପକେଇ ଦେଇଥିଲେ ଟିକେ ଭଲ ହେଇଥାନ୍ତା। ଆଉ କହୁନ, ନହେଲେ ଭାଜି ଦେଇକି ଆଣି ଦେଇଥାନ୍ତି ତମ ପାଇଁ। ବୁଝିଲ ନାଣ୍ଡି, ମାନେ ତମ ସାନ ଭଉଣୀ କୁଣ୍ଢି, ସେ ତ କାହିଁ ଏମିତି ମତେ କୁହନି, ଭାରି ସମ୍ମାନ ଦିଏ। ତମେ ଭାରି ଗୋଟେ ଭାରି ଇଏ। ଶୁଣ, ଡକ୍ଟର ମତେ କଣ କହି ଜାଣିଛ? ମୋର ଟିକେ କଣ ପିତୁଆ ଯନ୍ତ୍ର ଟିକେ ବଢି ଯାଇଛି ତ, ଟିକେ ପିତେଇ ଜିନିଷ ଗୁରା ମତେ ଟିକେ ଖାଇବାକୁ ଟିକେ ଭଲ ଲାଗେ। ମୁଁ ସେଇଥିପାଇଁ କହୁଥିଲି ଟିକେ ଭଜା ଭଜି ହେଲେ ମତେ ଟିକେ ଖାଇବାକୁ ଟିକେ ଭଲ ଲାଗନ୍ତା ଆଉ। ଗୋଟେ କାମ କର, ପାଟିକି ଟିକେ ରୁଚୁନି। ବାରିପଟେ ଯୋଉ ଆମର ଲିମ୍ବ ଗଛଟା ଅଛି, ଏତେ ଏତେ ପତର ବଢୁଛି, ସେଇଆକୁ ଯାଇକି ଡେଲି ଯାଇକି ଚାଟୁନ ବସିକି, ତମ ପିତୁଆ ଯନ୍ତ୍ର ଟା ବଢିଯିବ। ଇଏ ଭାସିଆ ରାକୁ ତମାନଙ୍କର କଣ ହେଇଛି କି? କଣ ପାଇଁ ଆସିଛ? ମଉସା ତମେ ଏଇଠି ବସିଛ, ମୁଁ ଚାରିଆଡେ ଖୋଜିକି ଆସିଲି। ଗୋଟେ କଥା କହିବାର ଥିଲା। କୋଉ କଥା ବା? କହୁନା, କହିବି? ହଁ କହୁନୁ। ମଉସା ତମେ ତ କାହାକୁ ଆଖି ଟେକି ଦେଖିନ କି ବେ ବା କରିନ, ହେଲେ ତମ କାଦୁଆ ଗାଧୁଆ ଗାଧୁଆ କଣ କରୁଛି? କଣ କରୁଛି ସେଠୁ? କଣ କହିବି ମଉସା, ତମ ପୁଅ କାଦୁଆ ଖାଲି ମଦ ଗଞ୍ଜେଇ ଟୁକା ମାନଙ୍କୁ ସବୁ ଖାଲି କଣ ମଉସା ସେତିକି? ତମ ପୁଅ ବା ଖାଲି ଝିଅ ପିଲାଙ୍କୁ ଧରିକି ଟଙ୍କା ପଇସା ସବୁ ଉଠଉଛି। ଖାଲି ଆମେ ତମକୁ ଭଲ ପାଉ ବୋଲି ତମ ପାଖରେ ଆସି କହିଛୁ। ହଉ ମୁଁ ସେ ଟଙ୍କା ନମସ୍କାର, ଯା। ଧନ୍ୟ ଧନ୍ୟ ମୋ ବୋପା ପଣିଆକୁ, ମାଷ୍ଟର ଚାକିରି କି ମୋର ଧନ୍ୟ। ମିଛ କହୁଛ। ସିଏ ମିଛ କହୁଛନ୍ତି, ତମ ପୁଅ ତ ସବୁ ସତ୍ୟା କାର୍ଯ୍ୟ ସବୁ କରିଦଉଛି। ଗାଁ ଲୋକରା ମିଛ କହିବେ? କଣ ଆଉ କହିବି, ଛାଡ। ଛି
ତ କାହିଁ ତାକୁ ଜନ୍ମ କଲ ଗୋଟେ ଗଧଟାକୁ ଜନ୍ମ କଲ ବୁଝିଲ ନାଣ୍ଟି ମତେ ଯାହା ଜଣା ପଡୁଛି ଆଉ କିଛି ଦିନ ଭିତରେ ଏ ଦାଣ୍ଡରେ ବସିକିରି ଥାଳି ଧରିକି ତାଟିଆ ଥାଳିଆ ଧରିକି ଭିକ ମାଗିକି ମତେ ଦାଣ୍ଡର ଭିକାରୀ ସେ କରିଦବ କୁଳାଙ୍ଗାର ଅପଦାର୍ଥ ଅଲକ୍ଷଣ ଏଇଭଳିଆ ଗୁଣ ସେ ବାହାର କରୁଛି ଯୋଉ ଲୋକ ମୋ ମୁହଁ ଆଗରେ 5 ପଦ କୁହନ୍ତି ନାହିଁ ମାଷ୍ଟର ବୋଲି ମତେ ସମ୍ମାନ ଦିଅନ୍ତି ଗାଁରେ ନ୍ୟାୟ ନିସବରେ ମୁଁ ବସେ ମତେ 5 ଲୋକ ମତେ ଆକ୍ଷେପ କରି କହିବେ କେବଳ ସେଇ ଟୋକା ପାଇଁ ସେ ଆସୁ କଥା କଥା ବୁଝିବି ହାଟ କରିକି ଯାଅ ଯାଅ ମୁଁ ଆଉ ଖାଇବିନି ଯାଅ ଖାଇବା ହେଇଗଲା ଏ ନାରୀ ବି କଣ ହଉଛନ୍ତି କି ଜ୍ଞାନ ସାର୍ ନମସ୍କାର ହଁ ନମସ୍କାର ଆଜି ଗାଁ ମଣ୍ଡପରେ ମିଟିଂ ଅଛି ସରପଞ୍ଚ ବାବୁ ଆପଣ ଡକେଇଛନ୍ତି ଆଉ ଆପଣ ଯାଇ ପହଞ୍ଚିବେ ସରିଲି ଆମେ ଯିବେ ହଁ ମୁଁ ଯେମି ଯାଇକି ପହଞ୍ଚିବି ଓ ଆଜି ପୁଣି ମିଟିଂ କଣ ଆଲୋଚନା ହବ କେଜାଣି ହଉ ଯାଏ ତତେ ଦେଖାଯାଉନି କି ଆରେ ମୁଁ ଟିକେ ଟେନସନ ଥିଲି यार କଣ ଟେନସନ ତୁ ଆରେ ଆମ ଗାଁ ଜ୍ଞାନ ମାଷ୍ଟର ପୁଅ କାଦୁଆ ଆରେ ସେ କାଲି ରାତିର ଆରେ ମୋ ବାଟରେ ବସି ସବୁ ଆମ୍ବଟା ଖାଇଯାଇଛି ଆରେ ୟାର ସତ ନା କଣ ଶୁଣ ମୁଁ ଏବେ ଯାଇଥିଲି ସରପଞ୍ଚ ପାଖକୁ ତାକୁ କହିଲି ଆଉ ଟିକେ ଗଲେ ମୋର ନ୍ୟାୟ ବସିବ ତୁ ସେ ନ୍ୟାୟକୁ ଆସିବୁ ଆଚ୍ଛା ଠିକ ଅଛି ଠିକ ଅଛି ଯିବି ମୋର ବହୁତ କାମ ଅଛି ହଉ ଯା ମୁଁ ଯାଉଛି ଭ୍ରମଣ କରୁଛି ତ ଠିକ ଅଛି ଧୀରେ ସୁସ୍ଥ କହିବ ପୁଅଟା ମୋର ବହୁତ ରାଗି ସିଏ ରାଗି ମୁଁ ଆଉ ରାଗି ନୁହଁ ଆବେ ମୁଁ ତାକୁ ଜନ୍ମ କରିଥିଲି ସିଏ ମତେ ଜନ୍ମ କରିଥିଲା ସିଏ ମୋ ବୋପା ମୁଁ ତାକୁ ଡରିବି 21 ଛୁଆ ତ ଆଉ ତାକୁ ଖେଳଉଛ ତମେ ଆଉ କିଛି ଜାଣିନି ଆଉ ଅଜଣା ଚାଉଳ ଭାତ ଖାଉଛି ଆଉ ଏଇ ଚାରିଆଡେ ନା ବଜା କାମ ଗୁଡା କରୁଛି ମୁଁ ମୁଣ୍ଡ ଟେକିକିରି ବାଟ ଚାଲିପାରିବି ତ ଆଜି ଆସୁ ଦେବି ତା ଡଙ୍କୁକୁ ମୋଡିକିରି ଆମର ମଧୁ ଆଲୋକର ଜୀବନ ଟିକେ ରୁଆ ମଦ ଖାଇବୁ ଆଜ୍ଞା ବାପା କିଛି କହିଲେ କି ନା ମୁଁ ତତେ କିଛି କହିଲି ତୋ ବୋଉକୁ କହିଲି ଏରେ ଅଭଦ୍ର ଅଶିଷ୍ଟାଚାର ବେମୁରୁଆ ବେସଂସ୍କାରୀ କଣ ସବୁ କାରନାମା କରୁଛୁ ଯାଇକିରି କଣ ସେ ବସନ୍ତ ସାହୁ ସେ ଝିଅକୁ କାହିଁ ତୁ ଅଟକେଇଥିଲୁ କାହିଁ ଅଟକେଇଥିଲୁ ଦେଖ ବାପା ମତେ ଭାରି ଖରାପ ଲାଗିଲା ସେ ମତେ କହିଲା କାଦୁଆ କହିଲେ ଚଳିଥାନ୍ତା କିନ୍ତୁ କହିଲା ତ ବୋଉ ତତେ କାଦୁଅରେ ଜନ୍ମ କରିଛି ବୋଲି ତୋ ନା କାଦୁଆ ବାପା ଦେଖିଲ ତମେ ଗୋଟେ ମାଷ୍ଟର ତମ ପୁଅ ପୁଣି ମୁଁ କାଦୁଆ ଆଉ ସିଏ ମତେ ଏଭଳି କଥା କହ ମୁଁ ସହିପାରିବି ବାପା କହିଦେଲି ଆଉ ତାକୁ ଆଉ କିଛି କହିବି ଖାଲି ବାଟରେ 2 ପଦ କଥା ହେଇଛି ଆଉ କିଛି ସିଏ ତତେ କହିଲା ତୁ ତାକୁ କିଛି କହିଲୁନି ଓ ଭାରି ସୁଧାର ଆଉ ଚାଲବାଜି କରିକିରି ତୋ ବୋଉଠୁ କେତେ ଟଙ୍କା ତୁ ନେଇଛୁ ସେ ପଇସା କିଏ ଦବ ଏଇଠି ବାପା ତମେ ବି କୋଟିଏ ଟଙ୍କା ପାଇବ ବୋଉ ବି ପାଇବ ଆମେ ସମସ୍ତେ ପାଇବା ବୁଝିଲ ଏଇ ଖବରଦାର ତତେ କହିଦଉଛି ଯଦି ଭଲରେ ବଞ୍ଚିବାର ଅଛି 2 ପଇସା ରୋଜଗାର କର ଭଲରେ ରହ ଆଉ ସେ ଯୋଉ ନଙ୍ଗଳା ମୁଙ୍ଗଳା ସେ ଝିଅଙ୍କ ପଛରେ ପଇସା ଉଡିବା ସେଟା ବନ୍ଦ କର ନହେଲେ ଖାଇବା ପିଇବା ଆଜିଠୁ ବନ୍ଦ ବୋଉ ଦେଖୁଛ ବାପା ତ ସାମ୍ନାରେ କଣ କହୁଛନ୍ତି ଆଜିଠୁ ମୁଁ ଏ ଘରେ ଆଉ ରହିବିନି ମୁଁ ଘର ଛାଡି ପଳେଇବି ତତେ କିଏ କାହିଁ ଗୋଟେ ହାତ ଅଟକଉଛ ଏଇଭଳିଆ ଛୁଆ ରହିବା ଯା ମରିଯିବା ସେଇଆ ତତେ କେହି ଆମେ ଅଟକେଇନୁ ତୁ ଯା ତୋ ବାଟରେ ଯା ମୋର ତୋ ଭଳିଆ ପିଲା ମୋର ଆବଶ୍ୟକ ନାହିଁ ଯା 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 ତମେ କହିଲେ କଣ ହବ ବୋଉ ଯଦି କହିବ ମୁଁ ପଳେଇବି ବୋଉ ତୁ ପଳେଇବି ବୋଉ ମନା କରିନି ବୋଉ ହଁ କହୁଛି ହେଲା ଯା ବେହିଆ ଯା ବୋଉ ମନା କରୁଛି ବୋଉ ମୁଁ ପଳେଇବି ନା ମୋ ବୋଉ କହୁନି ମାନେ ମୁଁ ଯିବି ନାହିଁ ବୋଉ ଲୋ ମତେ ଭାରି ଭୋକ ହେଲାଣି ଭୋକ କରୁଛି ଆଉ କେହି ଦେଲେ ନାହିଁ ଏମିତି କଣ ବା ସେ ଚାଲବାଜି ସେ ଆକ୍ଟିଂ ମାରେ ଚଳିବନି ଶୁଣ ଭୋକ କରୁଛି ତାକୁ ମୁଣ୍ଡା ସାରୁ ହରିଆ ଦେଇଥିଲା ତାକୁ ଦେଇଦେଲା ସେ ଖବରଦାର ଯଦି ତୁ ଖାଇବୁ ଏଇଠି ଉଠ ବସ ବାପା ଇଏ ଗୋଟେ କଥା କେତେ ଥର କହୁନାହାନ୍ତି 100 ଥର ହେଲେ ଖାଇବା ପିଇବା ବନ୍ଦ କହୁଛି ବୋଉ ହେଇଯାଉଛି ଏଇଠି ଶୁଣୁଛ ରହିଥା ଆଉ ଥରେ ଅବଶ୍ୟ ଯାଇ ତ ମନା କରୁନ ମୋ ପୁଅ ଏତେ ଥର ଉଠ ବସ ହେଲେ ତାର ପିଛୁଳି ପଡିଯିବ ତର ତ ଉଛୁଳି ପଡିଛି
ହଉ ମତେ ଭୋକ ହେଲାଣି ମୁଁ ଯାଉଛି। କେବଳ ତମରି ପାଇଁ ସେ ଛୁଆ ଅବାଟକୁ ଯାଉଛି, ଉଷୁମ କଳିତ ହଉଛି ସେ। ଏଇଠି ଆଉ କେଇଟା ଦିନ ପରେ ତମର ଆଉ ହାତ ପାଇବନି। ନେଡି ଗୁଡ କଉଣିକି ଭଇଗଲା ପରେ ଭୋଗୁତ ବସି ହଉ ହଉ ମୋ ପୁଅ କଣ ଖାଇବ ବୋଲି କହୁଥିଲା, ମୁଁ ଯାଉଛି ତା ପାଇଁ ଟିକେ ତୁରନ୍ତ ବନେଇ ଦିଏ। ହଁ ଧନ୍ୟ ଧନ୍ୟ ଧନ୍ୟ। ବାପା ହୋଟେଲରେ ତ ଖାଉଛି, ଆଉ ଜଣା ପଡିବ କଣ? ନା ଯାଅ ତାକୁ ପୁଳାଏ ଖାଇବାକୁ ଦିଅ, ଆଉ ସେ ପୁଳାଏ ଭୁଲ କରୁ। ମତେ ଯାହା ଲାଗୁଛି ୟାରି ପାଇଁ ମୁଁ ଦିନେ ନା ଦିନେ ଗାଁରେ କାହାର ଗୋଡ ହାତ ତଳେ ପଡିବି, ଭୁଲ ମାଗିବି, ମତେ ସେ ବସ ଉଠୁ ପାରେଇବ। କୁଳାଙ୍ଗାର ସରପଞ୍ଚ ବାବୁ ଆପଣ କି ଗୋଟେ କରନ୍ତୁ, ଆମେ ଏ ଗାଁରେ ରହିପାରିବୁନୁ। ଆମ ଝିଅ ଚାଲି ପାରୁନାହାନ୍ତି, ଆପଣ କିଛି ଫैସଲା କରନ୍ତୁ। ଯାହା କରନ୍ତୁ ଆଉ ନହେଲେ ସହି ହବନି। ହଉ ହଉ ବ୍ୟସ୍ତ ହୁଅନି, ସବୁ କଥା ବୁଝିବା ବାପା। ବାପା ମୋ ନାଁ ହଉଛି ଧଇଆ ଟିଙ୍ଗା। ମତେ ଲୋକ ଦେଖୁ ଦେଖୁ ମାରନ୍ତି ଡିଆ। ସରପଞ୍ଚ ବାବୁ କାଦୁଆରେ ଯେମିତି ଆଉ ସହି ହବନି, ଆପଣ ଗୋଟେ କିଛି କରନ୍ତୁ। ନାଇଁ ହଉ ବାପା ଜମା ବ୍ୟସ୍ତ ହୁଅନି, ମୁଁ ସବୁ ବାପା ସବୁ ସମାଧାନ କରିଦେବି ହେଲା। ହଉ ଏଇ ପରା ସାର୍ ଆସିଲେନି, ଆଉ କଣ ସାର୍ ଆସିଲେନି। ଆଜ୍ଞା ମୁଖିଆ ମହାଦେ, ଆପଣଙ୍କର ଏତେ ଦିନେ କେମିତି ମୋ କଥା ମନେ ପଇଲା? କଥା କହୁଥିଲି ଆଜ୍ଞା, ଆପଣଙ୍କ ଭଳିଆ ଲୋକ ଆଜ୍ଞା, ଆପଣଙ୍କୁ ମନେ ପକେଇବୁନି ଆଉ କାହାକୁ ମନେ ପକେଇବୁ ଆଜ୍ଞା? ଆଜ୍ଞା, ଇଏ ମାଷ୍ଟ୍ରୀ ଜୀବନ ଭିତରେ ଗାଁଠୁ ଭୁବନେଶ୍ୱର, ଛୋଟଠୁ ବଡ ପର୍ଯ୍ୟନ୍ତ ସମସ୍ତେ ସବୁ ଜାଗାରେ ଚାକିରି କଲେ। ବମ୍ବେରେ ବି ଲୋକ ପିଲା ଚାକିରି କରିଛନ୍ତି, ଦୁବାଇ ଫୁବାଇରେ ଚାକିରି। ଆଉ ମୋ କଥା ମନେ ପକେଇନା, କାହା କଥା ମନେ ପକେଇନା? ଆଉ କଣ କଥା? ଆଚ୍ଛା ଜ୍ଞାନ ବାବୁ, ଆପଣ ଏତେ ପିଲାଙ୍କୁ ପାଠ ପଢେଇଲେ, ଆପଣଙ୍କ ପୁଅକୁ ଟିକେ ଶିକ୍ଷା ଦେଇପାରିଲେନି? କଣ କହିଲେ ଆଜ୍ଞା? ମତେ କଣ ଏଇ କଥା କହିବାକୁ ମତେ ଏଇଠି ଡକେଇଦେଲେ? ନାଇଁ ନାଇଁ, ମୁଁ ମୋ ପୁଅକୁ ସମ୍ଭାଳିଲି, ଆଉ କଣ ଗାଁ ବାଲା ସମ୍ଭାଳିଛନ୍ତି? ଆପଣ ନିଜକୁ କଣ ଭାବିଛନ୍ତି କି? ଆପଣ ମାଷ୍ଟର ବୋଲି ଆପଣଙ୍କୁ କିଛି କହିହବନି। ଏ ହରିଆ, ମୋ ସମ୍ଭାଳି କଥାବାର୍ତ୍ତା କର। ଆପଣ ମୋ ସମୟରେ କଥାବାର୍ତ୍ତା କର। ନାଇଁ ନାଇଁ ନାଇଁ, ମୋ ପୁଅ ଏମିତି କଣ କରିଛି କି ମୋ ପୁଅ ବିଷୟରେ କଥାବାର୍ତ୍ତା ହଉଛ? କଣ କରିଛନ୍ତି? କଣ କି ସାର୍, ଆଜ୍ଞା ଗତକାଲି ହରିଆ ବାଇରୁ ଆପଣଙ୍କ ପୁଅ 2ଟା ଆମ୍ବ ଚୋରି କରିକି ଖାଇଦେଇଛି। ନା ନା ନା, ଆପଣ ମୁଖିଆ ମହେଶ କହୁଛନ୍ତି, ମୁଁ କିନ୍ତୁ ବାପ ହିସାବରେ ସେ କଥାକୁ ହଜମ କରିପାରୁନି। ମୋ ପୁଅ ସେମିତିଆ ନୁହଁ। ମୋ ପୁଅ ଯଦି ଖାଇବ ଆମ୍ବ 2ଟା କାଇଁ ଖାଇବ? ସେ 4-5 କିଲି 6 କିଲି ପର୍ଯ୍ୟନ୍ତ ଖାଇଦବ। ତାପରେ ମୁଁ ତ ଏବେ ମଞ୍ଚେଶ୍ୱରରୁ ବଜାରରୁ ଆଣିଥିଲି। ନାଇଁ ନାଇଁ, ମୋ ପୁଅ ଯଦି ଆମ୍ବ 2ଟା ଖାଇ ଦେଇଛି, ତାକୁଆ ତ ଥିବ, ତା ପ୍ରମାଣ ଅଛି। ତାକୁଆ 2ଟା ଅଛି କି? ଆଚ୍ଛା ତାହେଲେ ସାର୍, ତାହେଲେ କଣ ମୁଁ ମିଛ କହୁଛି ନା ଏ ଗ୍ରାମବାସୀ ମିଛ କହୁଛନ୍ତି? ଆପଣଙ୍କ ପୁଅ ଯଦି ନ ଖାଇଛି, ଆପଣ ପୁଅକୁ ପଚାରନ୍ତୁ। ସାର୍ ଆପଣଙ୍କ ପୁଅ ଯଦି ଖାଇନି, ସାର୍ ଆପଣ ପୁଅକୁ ପଚାରି ଦଉନାହାନ୍ତି। ହେଇ ବା କାଦୁଆ ଆସିଲାଣି, ମୋ ପୁଅ ଆଇଲେ। ଏବେ ଦୁଧ କା ଦୁଧ, ପାନି କା ପାନି, ପଚାର ଦବ। ଆଚ୍ଛା ଇଏ ବାପା କାଦୁଆ, ଆଚ୍ଛା ତମେ କାଲି ହରିଆ ବାଇରୁ 2ଟା ଆମ୍ବ ତମେ ଚୋରି କରି ଖାଇଛ ନା ନାଇଁ? ଆଚ୍ଛା ଦେଖିଲେ ମାଷ୍ଟରେ, ଆପଣ ପୁରା ବିଶ୍ୱାସ କରୁନଥିଲେ, ଆପଣଙ୍କ ଆଗରେ ଆପଣଙ୍କ ପୁଅ କେମିତି ମାନିଲା। ଦେଖନ୍ତୁ ସରପଞ୍ଚ ମହୋଦୟ, ମତେ ଲାଗୁଛି ଆପଣଙ୍କ ବୁଝିବାଟା ବୋଧେ ଭୁଲ ହେଇଯାଇଛି। ମାନେ ଦେଖନ୍ତୁ ମୁଖିଆ ମହୋଦୟ, ଆପଣ ଯେହେତୁ ଗାଁର ମୁଖିଆ ବା ସରପଞ୍ଚ, ଆପଣ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ଭିତରେ ଗଣା, ତ ସେଇଥିଲାଗି ମୁଁ ଆଜ୍ଞା କହିଲି, ନହେଲେ ମୁଁ ଚୋରି କରିବି ନା ନା ନା, ମୁଁ ଚୋରି କରିବି। ଆଚ୍ଛା ବାପା କାଦୁଆ, ଯଦି ତମେ ହରିଆ ବାଇରୁ ଯଦି ତମେ ଆମ୍ବ ଚୋରି କରିନା, ତାହେଲେ ତାଙ୍କ ବାଇରୁ ଆମ୍ବ ଚୋରି କଲା କିଏ? ଆଉ ଆପଣ ଭଲ କଥା କହୁଛନ୍ତି। ଆଉ ସେଥିପାଇଁ କଣ ମୋ ପୁଅ ଦାୟୀ ନା କଣ? ତା ବାଡ଼ିରୁ ଆମ୍ବ ଚୋରି ହେଲା, କଣ ହେଲା? ମୋ ପୁଅ କଣ ସର୍ବଜ୍ଞ ନା ମୋ ପୁଅ ଗାଁର ମିଡିଆ ତାକୁ ଖବର ଦବ? ଦେଖନ୍ତୁ ଜ୍ଞାନ ବାବୁ, ଆପଣ ଆଉ ଆପଣଙ୍କ ପୁଅ ଦୋଷକୁ ଘୋଡ଼ାନ୍ତୁ। ନାଇଁ ନାଇଁ, କଣ 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 ବାପା? ନା ମୁଁ କଣ କୁଢି କୁକୁଡ଼ା? ମୋ ବାପା ମତେ ଘୋଡେଇକି ରଖିছে, ମୁଁ 20 ଦିନ ଭିତରେ ଛୁଆ ଫୁଟେଇବି, ବାହାରେ ବୁଲିବି। ଭଲ କଥା କହୁଛ ଆଉ। ଆଚ୍ଛା ମତେ ଗୋଟେ କଥା କହିଲ, ମୁଁ ଯଦି ଆମ୍ବ ଚୋରି କଲି ହରିଆ ବାଡିରୁ, ଦେଖିଲା କି? ସେଇ କଥା କୁହନ୍ତୁ ନା କଣ ବାପା? କଥାଟା ଆପଣଙ୍କୁ ପୁଅକୁ ପଚାରନ୍ତୁ। ଆଚ୍ଛା ହରିଆ, ସେ ଆମ୍ବ ଚୋରି କଲା ବେଳେ କିଏ ଦେଖିଥିଲା କହିଲୁ? ମୁଁ ଦେଖିଛି। ତୁ ସତ କହୁଛୁ ତ? ନାଇଁ ନାଇଁ, ତମେ ମାନେ ଦେଖିଦେଲେ ମୁଁ କେମିତି ବିଶ୍ୱାସ ଯିବି? ନା ମୁଖିଆ ମା ସେ କଣ କହୁନାହାନ୍ତି? ତାମାନେ ଆପଣ କଣ କହିବାକୁ ଚାହୁଁଛନ୍ତି? ମୋ ବାପା କହିବା କଥା ହଉଛି, ଯଦି ତମ ବାଡିରେ ଆମ୍ବ ଚୋରି ହେଇଛି, ଦେଖିଲା କିଏ? ଯଦି ଏ କେସକୁ ତମେ କୋର୍ଟକୁ ନେଇକି ଯାଅ, କୋର୍ଟର ଆଗ କଣ ଦରକାର? ସାକ୍ଷୀ, ପ୍ରମାଣ, ଆଇ ୱିଟନେସ୍ ଏସବୁ ଦରକାର କି ନାହିଁ? ଖାଲି ତ ତମେ କହିଦେଲେ ହବନି ନା। ସେଇ କଥାଟା ମୋ ବାପା କହୁଛନ୍ତି। ସେଟା ଯଦି ତମ ପାଖରେ ଆଇ ୱିଟନେସ୍ କେହି ଅଛନ୍ତି, ମତେ କୁହ। ମୁଁ ଜଣେ ମାଷ୍ଟର ପୁଅ ହିସାବରେ ମୁଁ ଭୁଲ ମାଗିନି ମୁଖିଆଙ୍କ ସାମ୍ନାରେ। ଆଚ୍ଛା ହରିଆ,
ତମ ପାଖରେ କିଛି ସାକ୍ଷୀ ପ୍ରମାଣ କିଛି ଅଛି? ନାହିଁ ଆଜ୍ଞା। ମୁଁ ଏ ଅଞ୍ଚଳର ମାଷ୍ଟର, ପିଲାମାନଙ୍କୁ ପଢାପଢି କରୁଛି, କିନ୍ତୁ ମତେ ଆଣିକିରି ଏ ସଭାରେ ଅପମାନିତ କରିବା, ଇନସଲ୍ଟ କରିବା, ଏଇଟା ମତେ କାହିଁ ଠିକ ମନେ ଭାବୁନି। ମୁଁ ସରପଞ୍ଚ ବାବୁ ମୁଁ ଏବେ ଆସୁଛି, ମତେ କ୍ଷମା କରିବେ। ଦେଖ ହରିଆ, ତୋ ପାଖେ ତ ସାକ୍ଷୀ ପ୍ରମାଣ କିଛି ନାହିଁ। ମତେ କଣ ଏଠିକି ସଭାକୁ ଡାକିଦେଲୁ ମତେ କଣ ଅପମାନିତ କରିବା ପାଇଁ? ଏଭଳିଆ ସଭାରେ ମତେ କେବେ ବି ଡାକିବୁନି। ମୁଁ ଏ ସଭାରେ ବସିବା ପାଇଁ ଲୋକ ନୁହଁ। ମୁଁ ବି ତାଙ୍କର ପୁଅ କ୍ୟାରେକ୍ଟର ନିଭେଇଛି, ତ ମତେ ବହୁତ ଭଲ ଲାଗିଲା। ଶ୍ରୀକାନ୍ତର ସବୁ ଆରେଞ୍ଜମେଣ୍ଟ ଗୁଡାକ ମତେ ବହୁତ ଭଲ ଲାଗେ। ଆଉ ବାକି ଯାହା ତ୍ରୁଟି ରହୁଛି ଆମର, ସେଗୁଡାକ ଆପଣ ଭୁଲ ବୁଝିବେନି, ତାକୁ ଟିକେ ଦୋଷ କ୍ଷମା କରିଦେବେ ଆମକୁ। ଆଉ କମେଣ୍ଟ ବକ୍ସ ରେ ଆମକୁ ଆପଣଙ୍କର କମେଣ୍ଟ ମତାମତ ଜଣେଇବେ, ଭୁଲିବେନି ସେଇଟା, କାହିଁକିନା ସେଇଟା ହଉଛି ଆମ ପାଇଁ ଭଲ ପାଇବା। ଆଉ ଲାଇକ୍ ଟିକେ କମେଣ୍ଟ ସେୟାର ଫେୟାର ଏସବୁ କରିଦେବେ, ଆଉ ସବସ୍କ୍ରାଇବ ବି କରିବେ ଚ୍ୟାନେଲଟାକୁ। ଭିଡିଓଟି ଦେଖିବେ, ये कॉन्सेप्ट बहुत सुंदर कॉन्सेप्ट, नियारा कॉन्सेप्ट। ये कॉन्सेप्ट ना कौन श्रीकांत तांगर कहबे ବହିଟି ନା କଣ? ବାପା ମାଷ୍ଟର ପୁଅ କଳାଙ୍ଗାର। बापा मास्टर पुओ खोलांगार। ବାସ୍ ତାହେଲେ ପାର୍ବତୀ ଗଣନାଟ୍ୟ ହବ ଆଉ। ସ୍କିପ୍ କରିବନି।